ଦେଖୁଛ ବାପା କେଡେ ଗୋଟେ ଘର ବନାଉଛି ପୁଣି ନିଜ ପଇସାରେ ରାଜମହଲ ବାପା ଏଇ ଦେଖ ରାଜମହଲ। ବାପା କେବେ ବୁନେଇତରେ ଏମିତି ଘର ଦେଖିଥିଲା? ତମେ ଧନ୍ୟ ମନେ କରିକି ମୋ ଭଳିଆ ଗୋଟେ ପୁଅ ପାଇଛ। ପୁଅ ଏତେ ବଡ ଘର ରହିବା ପାଇଁ ମୋର ଭାଗ୍ୟ କାଇଁ? ପୁଅ ଗୋଟେ କାମ କର, ମତେ କିଛି ପଇସା ଦେ, ମୁଁ ଯାଇ କୋଉଠି ଦେଖିକି ରହିଯିବି। କି ପଇସା? କେତେ ପଇସା? ଏ ମୋବାଇଲ 13 ଲକ୍ଷ ଅଛି, ନେଇଯାଅ କୋଉଠି ରହିକି ଜାଗା ଦେଖି ରହିଯିବ। ପୁଅ ତୁ ମୋ ଘରେ 27 ବର୍ଷ ରହିଲୁ, ମାସକୁ 1200 ତ ଧ, ଟୋଟାଲ 3,50,000 ଟଙ୍କାଟା ଖାଇବା ବାବଦରେ ମାସକୁ 3,000 ତ ଧ, ଟୋଟାଲ 9,72,000। ପଢା ବାବଦରେ ଦଶମ 10 ବର୍ଷ, ଗ୍ରାଜୁଏସନ 5 ବର୍ଷ, ପିଜି 4 ବର୍ଷ, ଟୋଟାଲ 50 ଲକ୍ଷ ତ ଧ। ବାପା ଖାତା, ବହି, ପେନସିଲ, ସାର୍ଟ, ଚୁଟି କଟା ପଇସା, ମୋବାଇଲ ରିଚାର୍ଜ, ଗାଡି ତେଲ, ଇଲେକ୍ଟ୍ରିକ ବିଲ୍ ଧର 20 ଲକ୍ଷ ତ ଧ। ଏସବୁ ମିଶାଇଲେ 75,11,000 ଟଙ୍କା ହଉଛି। ମତେ ଦେଇଦେ, ମୁଁ ଫ୍ଲାଟ କିଣି ରହିଯିବି। କୁଆଡେ ଗଲୁ ବେ? ବାପା ହୋମ ଲୋନ ସୁଝିପାରୁ ତମର କେମିତି ସୁଝି ବାପା? ଯା ବେଠୁ ତୋ ଭଳିଆ କୁଳାଙ୍ଗର ପୁଅ ଯଦି ନ ଜନ୍ମ କରିଥାନ୍ତି 4ଟା ଫ୍ଲାଟ କିଣି ରହିଥାନ୍ତି। ମତେ ଦେଖାଲା ରାଜମହଲ। କଥା ଏଗୁଡାକ ତମେ କାମ କରୁନ ବେ? no